Dear friends and viewers, ଆପଣ କ'ଣ ଜାଣିନାହାନ୍ତି କି ବିନା ଟେନ୍ସ ଚାର୍ଟରେ ବାକ୍ୟଟିଏ ତିଆରି କରିବା ସମ୍ଭବ କି? ତେବେ ଆସନ୍ତୁ ଦେଖିବା ପାର୍ଟ 11 ଫ୍ୟୁଚର ପରଫେକ୍ଟ ଫର୍ମ। ପ୍ରୋନାଉନ୍ସିଏସନ୍ ଇଥିବ, ଇଥିବା, ଇଥିବି, ଇଥିବୁ, ଇଥିବେ। ଫର୍ମୁଲା ସବଜେକ୍ଟ ପ୍ଲସ୍ shall will ପ୍ଲସ୍ have ପ୍ଲସ୍ V3 ହେଲ୍ପିଂ ଭର୍ବ shall will ପ୍ଲସ୍ have। ମୁଁ ତୁମକୁ ସାହାଯ୍ୟ କରିଥିବି, I shall have helped you। କିପରି ହେଲା ଦେଖିବା। ସବଜେକ୍ଟ ଆଇ ପାଖରେ shall ବ୍ୟବହାର କରାଯାଏ। ତାପରେ ହେଲ୍ପିଂ ଭର୍ବ ଆସୁଛି have, I shall have। V3 ହେଲ୍ପର V3 ହେଲା ହେଲ୍ପଡ୍, ହେଲ୍ପଡ୍ V3 ହେଲ୍ପଡ୍। ତୁମକୁ ୟୁ, I shall have helped you। ମୁଁ ତୁମକୁ ସାହାଯ୍ୟ କରିଥିବି, ଏଇଟା ହେଉଛି ପଜିଟିଭ୍ ସେଣ୍ଟେନ୍ସ। ତାପରେ ଇଣ୍ଟରୋଗେଟିଭ୍ ବାକ୍ୟ ତିଆରି କରିବା। ମୁଁ ତୁମକୁ ସାହାଯ୍ୟ କରିଥିବି କି। ଯେତେବେଳେ ଇଣ୍ଟରୋଗେଟିଭ୍ ଆସୁଛି ଅକ୍ସିଲାରୀ ଭର୍ବ shall ମୂଳରେ ରହିବ। shall ସବଜେକ୍ଟ ଆଇ, have helped you। ମୁଁ ତୁମକୁ ସାହାଯ୍ୟ କରିଥିବି କି, shall I have helped you। ତାପରେ ଆମେ ନେଗେଟିଭ୍ ବାକ୍ୟ ତିଆରି କରିବା। ମୁଁ ତୁମକୁ ସାହାଯ୍ୟ କରିନଥିବି, I shall not have helped you। ନେଗେଟିଭ୍ ବାକ୍ୟ, ମୁଁ ତୁମକୁ ସାହାଯ୍ୟ କରିନଥିବି। ଏଠି ଦେଖନ୍ତୁ, ସେ ତୁମକୁ ସାହାଯ୍ୟ କରିଥିବେ ଇ ଥିବେ ଉଚ୍ଚାରଣ ହେଉଛି ଇ ଥିବେ ଉଚ୍ଚାରଣ କରୁଥିବାରୁ ଆମେ ଜାଣିଲେ ଏହି ବାକ୍ୟଟି ଫ୍ୟୁଚର ପରଫେକ୍ଟ ଟେନ୍ସର। ସେ ହି ପାଖରେ ୱିଲ୍ ବ୍ୟବହାର କରାଯାଏ। ଆଇ ୱି ପାଖରେ shall ବ୍ୟବହାର କରାଯାଏ। ହି ପାଖରେ ୱିଲ୍ ବ୍ୟବହାର କରାଯାଏ। ସବଜେକ୍ଟ ହି ପରେ ଆସୁଛି ୱିଲ୍, ଅକ୍ସିଲାରୀ ଭର୍ବ have, ୱିଲ୍ have। V3 ହେଲ୍ପ ୟୁ। ସେ ତୁମକୁ ସାହାଯ୍ୟ କରିଥିବେ, ହି ୱିଲ୍ have helped you। ପଜିଟିଭ୍ ବାକ୍ୟ ଗଲା। ସେ ତୁମକୁ ସାହାଯ୍ୟ କରିଥିବେ କି, ଇଣ୍ଟରୋଗେଟିଭ୍ କ୍ୱେଶ୍ଚିନ୍। ଅକ୍ସିଲାରୀ ଭର୍ବ ୱିଲ୍, ସବଜେକ୍ଟ ହି, have helped you। ସେ ତୁମକୁ ସାହାଯ୍ୟ କରିଥିବେ କି। ତାପରେ ନେଗେଟିଭ୍ ବା ନାସ୍ତିବାଚକ ବାକ୍ୟ ତିଆରି କରିବା। ସବଜେକ୍ଟ ହି, ଅକ୍ସିଲାରୀ ଭର୍ବ ବା ହେଲ୍ପିଂ ଭର୍ବ ୱିଲ୍। ଏହି ୱିଲ୍ ପରେ ହେଲ୍ପିଂ ଭର୍ବ ପରେ ନଟ୍ ବ୍ୟବହାର କରିବା। ହି ୱିଲ୍ ନଟ୍ have helped you। ତାପରେ ଆମେ ବ୍ୟବହାର କରିବା ଏକ ନେଗେଟିଭ୍ ବାକ୍ୟକୁ କିପରି ଇଣ୍ଟରୋଗେଟିଭ୍ ବାକ୍ୟରେ ପରିଣତ କରିବା। ସେ ତୁମକୁ ସାହାଯ୍ୟ କରିଥିବେ କି। ୱିଲ୍ ଯେଉଁ ଅକ୍ସିଲାରୀ ଭର୍ବ ଅଛି, ହେଲ୍ପିଂ ଭର୍ବ ଅଛି, ମୂଳକୁ ଆସିବ ୱିଲ୍, ହି ନଟ୍ have helped you। ସେ ତୁମକୁ ସାହାଯ୍ୟ କରିନଥିବେ କି। ୱିଲ୍ ହି ନଟ୍ have helped you। ବର୍ତ୍ତମାନ ଆମେ ଜାଣିଲେ ପାର୍ଟ 11 ଫ୍ୟୁଚର ପରଫେକ୍ଟ ଆସ୍ପେକ୍ଟ ବା ଫର୍ମ। ବର୍ତ୍ତମାନ ଆଜିର HW ଟ୍ରାନ୍ସଲେଟ୍ ଇଣ୍ଟୁ ଇଂଲିଶ। ନମ୍ବର 1, ସଚିନ ତା ଭାଇକୁ ପଢ଼ାଇ ନଥିବ। ନମ୍ବର 2, ଚୋର ତାର ଘରକୁ ଭାଙ୍ଗିଥିବ। ନମ୍ବର 3, ଆମ୍ଭେ ବହି ପଢ଼ିନଥିବୁ। ନମ୍ବର 4, ସେ ବିଶ୍ରାମ କରିନଥିବ କି। ନମ୍ବର 5, ସରିତା ମାଂସ ଖାଇଥିବ। ନମ୍ବର 6, ମୁଁ ଗୋଟିଏ ଚିଠି ଲେଖିଥିବି। V1, V2, V3 read, 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 break, broke, broken, read, read, read। এটি ডবল লেখা যাইছি। ରେଷ୍ଟ, ରେଷ୍ଟେଡ୍, ରେଷ୍ଟେଡ୍। ଇଟ୍, ଏଟ୍, ଇଟିନ୍। ରିଡ୍ ପଢ଼ିବା, ବ୍ରେକ୍ ଭାଙ୍ଗିବା, ରେଷ୍ଟ ବିଶ୍ରାମ ନେବା, ଇଟ୍ ଖାଇବା। ଆଜିର HW କମ୍ପ୍ଲିଟ୍। ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଏଜୁକେସନ୍ ଦେବା ପାଇଁ, ଶିକ୍ଷା ଦେବା ପାଇଁ ଏହି ପାର୍ଟଟିକୁ ଆମେ ଯଥାଶୀଘ୍ର ଲାଇକ୍ କରିବା। ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍।